ଜୁଲି ଆଜ୍ଞା ମାମା। ଫଟୋ ଭିଡ଼ିଓ ତ କରିଦେଉଛୁ, ଶାମ୍ବ ଦଶମୀ କେମିତି ପୂଜା ହୁଏ ସେଇଟା କହିଲୁ। ଏକଦା ଶ୍ରୀକୃଷ୍ଣଙ୍କ ପତ୍ନୀ ଜାମ୍ବବତୀଙ୍କ ସହ ରତିକ୍ରୀଡ଼ା ନିମନ୍ତେ ଯିବା ସମୟରେ ପୁତ୍ର ଶାମ୍ବଙ୍କୁ ଆଦେଶ ଦେଇଥିଲେ ଦ୍ୱାର ଜଗିବା ନିମନ୍ତେ। ଏକ ମୁନିବର ଶ୍ରୀକୃଷ୍ଣଙ୍କ ସାକ୍ଷାତ ନିମନ୍ତେ ଆସିଥିଲେ। ପୁତ୍ରଙ୍କ ବାରଣ ସତ୍ତ୍ୱେ ମୁନିବର ବାଧ୍ୟ କରିଥିଲେ ପ୍ରବେଶ କରିବା ପାଇଁ। ପିତା ଆଜ୍ଞା ନିମନ୍ତେ ପୁତ୍ର ଅନ୍ତପୁରକୁ ପ୍ରବେଶ କରିଥିଲେ। ସେହି ମଗ୍ନ ଅବସ୍ଥାରେ ପିତାମାତାଙ୍କୁ ଦେଖିଥିଲେ। ତତ୍କ୍ଷଣାତ୍ ପିତା ରାଗିଯାଇ ଅଭିଶାପ ଦେଇଥିଲେ, ଯାହାଫଳରେ ଶାମ୍ବଙ୍କୁ କୁଷ୍ଠ ରୋଗ ହୋଇଥିଲା। ସେହି ରୋଗରୁ ମୁକ୍ତି ନିମନ୍ତେ ମାତା ଜାମ୍ବବତୀ ଶାମ୍ବଙ୍କ ନିମନ୍ତେ ସୂର୍ଯ୍ୟଙ୍କ ଆରାଧନା କରିଥିଲେ ଓ ସେ ଆରୋଗ୍ୟ ଲାଭ କରିଥିଲେ। ତେଣୁ ପ୍ରତ୍ୟେକ ଓଡ଼ିଆ ଘରେ ପୌଷ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଶାମ୍ବ ଦଶମୀ ପୂଜା ହୁଏ। କ'ଣ ମାମା ଠିକ୍ କହିଲି ତ? ଶାମ୍ବ ଦଶମୀ କିପରି ପାଳନ କରାଯାଏ? ହଁ ରେ ମା, ତୁ ବିଲକୁଲ ଠିକ୍ କହିଛୁ।